ପିଲାମାନେ ଆଜି ଆମେ ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ ପରୀକ୍ଷା 2024-25ରେ ଆସିଥିବା ପ୍ରଥମ ଶ୍ରେଣୀ ସାମାଜିକ ଲିଖିତ ପ୍ରଶ୍ନର ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ, ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର। କ ପ୍ରଶ୍ନ ଦେଇଛି ଆମର ଜାତୀୟ ପଶୁ ଡ୍ୟାସ୍, ବ୍ରାକେଟ୍ ଦେଇଛି ଗାଈ, ହାତୀ, ବାଘ। ଠିକ୍ ଉତ୍ତରଟି କ'ଣ ହେବ? ଆମ ଜାତୀୟ ପଶୁ ହେଉଛି ବାଘ। ଖ ପ୍ରଶ୍ନ, ରାତିରେ ଧ୍ରୁବ ତାରାଙ୍କୁ ଆମେ ଡ୍ୟାସ୍ ଦିଗରେ ଦେଖିବାକୁ ପାଇବା। ବ୍ରାକେଟ୍ ଦେଇଛି ଉତ୍ତର, ପୂର୍ବ, ପଶ୍ଚିମ। ଠିକ୍ ଉତ୍ତରଟି ହେଉଛି ଉତ୍ତର। ରାତିରେ ଧ୍ରୁବ ତାରାକୁ ଆମେ ଉତ୍ତର ଦିଗରେ ଦେଖିବାକୁ ପାଇବା। ଉତ୍ତର। ଗ ପ୍ରଶ୍ନ, ବଜାରରେ ଦୋକାନ ଗୁଡ଼ିକ ଡ୍ୟାସ୍ ଅଟେ, ସ୍ଥାୟୀ, ଅସ୍ଥାୟୀ। ଠିକ୍ ଉତ୍ତରଟି ହେଉଛି ସ୍ଥାୟୀ। ବଜାରରେ ଦୋକାନ ଗୁଡ଼ିକ ସ୍ଥାୟୀ ଅଟେ, ସ୍ଥାୟୀ। ଘ ପ୍ରଶ୍ନ, ପୋଷ୍ଟ କାର୍ଡ଼ କିଣିବା ପାଇଁ ଆମେ ଡ୍ୟାସ୍କୁ ଯାଇଥାଉ। ଅପସନ୍ ଦେଇଛି ବ୍ୟାଙ୍କ, ଡାକଘର, ଥାନା। ଠିକ୍ ଉତ୍ତରଟି ହେଉଛି ଡାକଘର। ପୋଷ୍ଟ କାର୍ଡ଼ କିଣିବା ପାଇଁ ଆମେ ଡାକଘରକୁ ଯାଇଥାଉ, ଡାକଘର। 2 ନମ୍ବର ପ୍ରଶ୍ନ, ଠିକ୍ ସ୍ଥାନରେ ଠିକ୍ ଏବଂ ଭୁଲ ସ୍ଥାନରେ ଭୁଲ ଚିହ୍ନ ଦିଅ। କ ପ୍ରଶ୍ନ ଦେଇଛି ସହରରେ କଳକାରଖାନା ଗୁଡ଼ିକ ଦେଖିବାକୁ ମିଳିଥାଏ, ଠିକ୍ ନା ଭୁଲ? ଏହା ହେଉଛି ଠିକ୍ ଉତ୍ତର। ସହରରେ କଳକାରଖାନା ଦେଖିବାକୁ ମିଳିଥାଏ। ଖ ପ୍ରଶ୍ନ, ଆମ୍ବ ଶୀତ ଦିନରେ ପାଚିଥାଏ, ଏହା ଠିକ୍ ନା ଭୁଲ? ଏହା ହେଉଛି ଭୁଲ ଉତ୍ତର। ଆମ୍ବ ଗ୍ରୀଷ୍ମ ଦିନରେ ପାଚିଥାଏ। ଗ ପ୍ରଶ୍ନ, ହୋଲି ପର୍ବରେ ଆମେ ରଙ୍ଗ ଖେଳୁ, ଏହା ହେଉଛି ଠିକ୍ ଉତ୍ତର। ହୋଲି ପର୍ବରେ ଆମେ ରଙ୍ଗ ଖେଳିଥାଉ। ଘ ପ୍ରଶ୍ନ, ଏକ ପକ୍ଷ ଯେ 17 ଦିନ, ଏହା ହେଉଛି ଭୁଲ ଉତ୍ତର। ଏକ ପକ୍ଷ ହେଉଛି 15 ଦିନ। 3 ପ୍ରଶ୍ନ, ଅଲଗା ଶବ୍ଦରେ ଗୋଲ ବୁଲାଅ। କ ପ୍ରଶ୍ନ ଦେଇଛି ପିଲାମାନେ ଦେଖିବା କୁକୁର, ମେଣ୍ଢା, ଭାଲୁ, ଗାଈ। ଏମାନଙ୍କ ମଧ୍ୟରୁ କିଏ ଅଲଗା ହେବ? ଏମାନଙ୍କ ମଧ୍ୟରୁ ଭାଲୁ ଅଲଗା, କାରଣ କୁକୁର, ମେଣ୍ଢା, ଗାଈ ହେଉଛି ଗୃହପାଳିତ ପଶୁ, କିନ୍ତୁ ଭାଲୁ ହେଉଛି ଜଙ୍ଗଲରେ ରହିଥାଏ, ଇଏ ହେଉଛି ବଣୁଆ ପଶୁ। ଖ ପ୍ରଶ୍ନ, ହୋଲି, ସ୍ୱାଧୀନତା ଦିବସ, ରଜ, ଦଶହରା। ଏମାନଙ୍କ ମଧ୍ୟରୁ କିଏ ଅଲଗା? ଏମାନଙ୍କ ମଧ୍ୟରୁ ସ୍ୱାଧୀନତା ଦିବସଟି ହେଉଛି ଅଲଗା, କାରଣ ଇଏ ସ୍ୱାଧୀନତା ଦିବସ ହେଉଛି ଜାତୀୟ ପର୍ବ। ଗ ପ୍ରଶ୍ନ, ଚନ୍ଦ୍ର, ତାରା, ଧ୍ରୁବ ତାରା, ସୂର୍ଯ୍ୟ। ଏମାନଙ୍କ ମଧ୍ୟରୁ କିଏ ଅଲଗା ହେବ? ଏମାନଙ୍କ ମଧ୍ୟରୁ ସୂର୍ଯ୍ୟ ହେଉଛି ଅଲଗା, କାରଣ ଚନ୍ଦ୍ର, ତାରା, ଧ୍ରୁବ ତାରା ଏମାନେ ରାତିରେ ଦେଖାଯାଆନ୍ତି, କିନ୍ତୁ ସୂର୍ଯ୍ୟ ଦିନରେ ଦେଖାଯାଏ। 4 ନମ୍ବର ପ୍ରଶ୍ନ, ସ୍ତମ୍ଭ ମିଳନ କର। କ ସ୍ତମ୍ଭ ଦେଇଛି ପିଲାମାନେ ଦେଖିବା ମୟୂର, ମନ୍ଦିର, ଉତ୍ତର ପୂର୍ବ, ବିଦ୍ୟାଳୟ। ଖ ସ୍ତମ୍ଭ ଦେଇଛି ପାଠପଢ଼ା, ଐଶାନ୍ୟ କୋଣ, ଜାତୀୟ ପର୍ବ, ପୂଜା ପାଠ। ମୟୂର କ'ଣ ହେବ? ମୟୂର ହେଉଛି ଜାତୀୟ ପକ୍ଷୀ। ମନ୍ଦିର, ମନ୍ଦିର ହେଉଛି ପୂଜା ପାଠ। ଉତ୍ତର ପୂର୍ବ, ଉତ୍ତର ପୂର୍ବ ହେଉଛି ଐଶାନ୍ୟ କୋଣ। ବିଦ୍ୟାଳୟ, ବିଦ୍ୟାଳୟ ହେଉଛି ପାଠପଢ଼ା। ଏହାକୁ ଆମେ ଲେଖିଦେବା ମୟୂର କ'ଣ? ମୟୂର ହେଉଛି ଜାତୀୟ ପକ୍ଷୀ। ଲେଖିଦେବା ଜାତୀୟ ପକ୍ଷୀ, ଜାତୀୟ ପକ୍ଷୀ। ମନ୍ଦିର, ମନ୍ଦିର ହେଉଛି ପୂଜା ପାଠ, ପୂଜା ପାଠ। ଉତ୍ତର ପୂର୍ବ, ଉତ୍ତର ପୂର୍ବ ହେଉଛି ଐଶାନ୍ୟ କୋଣ। ବିଦ୍ୟାଳୟ, ବିଦ୍ୟାଳୟ ହେଉଛି ପାଠପଢ଼ା। 5 ନମ୍ବର, ଗୋଟିଏ ବା ଦୁଇଟି ଶବ୍ଦର ଉତ୍ତର ଲେଖ। କ ପ୍ରଶ୍ନ ଦେଇଛି ହିନ୍ଦୁମାନେ ପାଳନ କରୁଥିବା 2ଟି ପର୍ବର ନାମ ଲେଖ। ହିନ୍ଦୁମାନେ କେଉଁ ପର୍ବ ପାଳନ କରନ୍ତି? ହିନ୍ଦୁମାନେ ରଜ, ଦଶହରା, ରଥଯାତ୍ରା, ହୋଲି, ଦୀପାବଳି, ନୂଆଖାଇ ଏଭଳି ଅନେକ ପର୍ବ ପାଳନ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଆମେ 2ଟି ପର୍ବ ନାଁ ଲେଖିବା। ଦଶହରା,
ରଜ ପର୍ବ ହିନ୍ଦୁମାନେ ପାଳନ କରିଥାନ୍ତି। ପାଳନ କରିଥାନ୍ତି। ଖ ପ୍ରଶ୍ନ, ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ତୁମକୁ କେଉଁଠି ଦେଖାଯାନ୍ତି? ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ମୁଣ୍ଡ ଉପରେ ଦେଖାଯାନ୍ତି। ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ଆମକୁ ମୁଣ୍ଡ ଉପରେ ଦେଖାଯାନ୍ତି। ମୁଣ୍ଡ ଉପରେ ଦେଖାଯାନ୍ତି। ଗ ପ୍ରଶ୍ନ, ଡାକଘରୁ ମିଳୁଥିବା ଦୁଇଟି ଜିନିଷର ନାମ ଲେଖ। ଡାକଘରୁ ଲଫାଫା, ଡାକ ଟିକେଟ, ପୋଷ୍ଟ କାର୍ଡ଼ ଆଦି ମିଳିଥାଏ। ଡାକଘରୁ ଲଫାଫା, ଡାକ ଟିକେଟ, ପୋଷ୍ଟ କାର୍ଡ଼ ଆଦି ମିଳିଥାଏ। ଘ ପ୍ରଶ୍ନ, ଆମେ ଗୋମାତା କାହାକୁ କହିଥାଉ? ଆମେ ଗୋମାତା ଗାଈକି କହିଥାଉ। ଆମେ ଗୋମାତା ଗାଈକି କହିଥାଉ। ଗାଈକୁ କହିଥାଉ। ଘ ପ୍ରଶ୍ନ, ହାଟରେ ମିଳୁଥିବା ଦୁଇଟି ଜିନିଷର ନାମ ଲେଖ। ହାଟରୁ ପନିପରିବା, ପୋଷାକ ପତ୍ର, ହାଣ୍ଡି, ମାଠିଆ, କୁଲା, ଛାଞ୍ଚୁଣି, ଟୋକେଇ, ମାଛ, ଶୁଖୁଆ, ଦା, କଟୁରୀ, ଗାଈ ଗୋରୁ, ଛେଳି, ମେଣ୍ଢା, ସଉଦାପତ୍ର, ଘରର ଅନେକ ଆବଶ୍ୟକ ଜିନିଷ ମିଳିଥାଏ। ସେଥିମଧ୍ୟରୁ ଆମେ ଦୁଇଟି ଲେଖିବା। ତେଣୁ ହାଟରୁ ମିଳୁଥିବା ଦୁଇଟି ଜିନିଷ ହେଉଛି ହାଟରେ ମିଳୁଥିବା ଦୁଇଟି ଜିନିଷ ହେଉଛି ପନିପରିବା ପୋଷାକ ପତ୍ର।